नमस्कार आपण समस्तଙ୍କୁ टीवीसी ओडिया चैनल रे स्वागत। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଆୟୁର୍ବେଦିକ ଉପାୟ କହିବି ଯେଉଁ ଆୟୁର୍ବେଦିକ ଉପାୟ ଆପଣ ସମସ୍ତେ କରିପାରିବେ। ଅଧିକାଂଶ ପୁରୁଷ ସ୍ତ୍ରୀମାନଙ୍କର ସମସ୍ୟା ଥାଏ ଯେ ତାଙ୍କର ଉତ୍ତେଜନା ଶକ୍ତି କମିଯାଇଥାଏ, ତାଙ୍କ ଶରୀର ଅତି ପତଳା ହୋଇଥାଏ, ଦୁର୍ବଳ ହୋଇଥାଏ, ତା ସହିତ ତାଙ୍କର ଧାତୁ ପତଳା ହେଉଥାଏ। ଧାତୁ ପତଳା ହେବା ଯୋଗୁଁ କୁଣ୍ଠେଇକି ପରିସ୍ରା କଲା ସମୟରେ ଝାଳ ଝପଟ କଲା ସମୟରେ ମଧ୍ୟ ଧାତୁଟି ଚାଲି ଯାଉଥାଏ ବା ବାହାରି ପଡ଼ୁଥାଏ। ଯଦି ଆପଣଙ୍କର ଏହିସବୁ ସମସ୍ୟା ରହୁଛି, ତା ସହିତ ଅନେକ ପୁରୁଷମାନଙ୍କର ଧାତୁ ପତଳା ହେବା କାରଣରୁ ତାଙ୍କର ସ୍ୱପ୍ନ ଦୋଷ ହେଇଥାଏ, ତା ସହିତ ଧାତୁ ପତଳା ହେବା ଯୋଗୁଁ ଅନେକ କିଛି ସମସ୍ୟା ଆସିଥାଏ, ତା ସହିତ ତାଙ୍କର ଶୀଘ୍ର ଡିସଚାର୍ଜ ମଧ୍ୟ ହେଇଯାଉଥାଏ, କହିବାକୁ ଗଲେ ଶୀଘ୍ର ବାହାରି ପଡ଼ୁଥାଏ, ଶୀଘ୍ର ପତନ ହେଉଥାଏ। ଯଦି ଆପଣ ନିଜ ସ୍ତ୍ରୀଟିକୁ ଛୁଇଁଦେଲା ମାତ୍ରକେ କିମ୍ବା ତାଙ୍କ ସହିତ ଆଲିଙ୍ଗନ କରିଦେଲା ମାତ୍ରକେ ତା ସହିତ ଆପଣ କିଛି ନା କିଛି ନ କରିବା ପୂର୍ବରୁ ଯେଉଁ ସମୟରେ ସ୍ତ୍ରୀର ଇଚ୍ଛା ଥିବ ସେହି ସମୟରେ ହିଁ ଆପଣଙ୍କର ଇଚ୍ଛାଟି ଭାଙ୍ଗି ଯାଇଥିବ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଦୁଃଖ ଲାଗିବ ଏବଂ ସେହି ସ୍ତ୍ରୀ ମଧ୍ୟ ଅସନ୍ତୁଷ୍ଟ ହେବ। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ, ଆପଣମାନେ ଆୟୁର୍ବେଦିକ ଉପାୟ କରନ୍ତୁ, ଦେଖିବେ ଆପଣଙ୍କ ଜୀବନ ଥିବା ପର୍ଯ୍ୟନ୍ତ କୌଣସି ସମସ୍ୟା ଆସିବ ନାହିଁ। ଆଉ ଅନେକ ଲୋକମାନେ ଅଛନ୍ତି ଯେମିତିକି ସେମାନେ ମେନଫୋସ୍ ଟାବଲେଟ୍ ବ୍ୟବହାର କରିକି ନିଜ ଶରୀରକୁ ଖରାପ କରନ୍ତି। ଦେଖନ୍ତୁ, ଯଦି ଆପଣ ମେନଫୋସ୍ ଟାବଲେଟ୍ ଖାଇବେ ତାହେଲେ ଆଜି ଗୋଟେ ଖାଉଛନ୍ତି, କିଛି ଦିନ ପରେ ଦୁଇଟା ଖାଇବେ, ତାପରେ କିଛି ଦିନ ପରେ ତିନିଟା ଖାଇବେ, କିଛି ଦିନ ପରେ ଚାରିଟା ଖାଇବେ, ତାପରେ ହିଁ କାମ କରିବ। କାରଣ ବଡ଼ିରେ ଆହୁରି ପାୱାର ଦରକାର ହୁଏ। ଯେଉଁ ଟାବଲେଟ୍ଟା ଖାଉଛନ୍ତି ଆଜି ଧରିନିଅ ଗୋଟେ ଦୁଇ ମାସ ଖାଇଲେ କଣ୍ଟିନ୍ୟୁ ଗୋଟେ ଖାଉଛନ୍ତି, ତାହେଲେ ଆଗକୁ ଦୁଇଟା ଖାଇବେ, ସେମିତି ଖାଇ 5ଟା 10ଟା ପର୍ଯ୍ୟନ୍ତ ମଧ୍ୟ ଚାଲିଯିବେ। ତାପରେ ଧୀରେ ଧୀରେ ଆପଣଙ୍କର ଉତ୍ତେଜନା ଶକ୍ତି ହ୍ରାସ ହୋଇଯିବ ସମ୍ପୂର୍ଣ୍ଣ ଭାବରେ। ତ ଆପଣ ସେସବୁ ବ୍ୟବହାର କରନ୍ତୁ ନାହିଁ। ମୁଁ ପର୍ସନାଲି ଆପଣମାନଙ୍କୁ ଜଣାଇ ଦେଉଛି, ଆପଣ ଆୟୁର୍ବେଦିକର ସାହାଯ୍ୟ ନିଅନ୍ତୁ, ଦେଖିବେ ଜୀବନ ଥିବା ପର୍ଯ୍ୟନ୍ତ ଆପଣଙ୍କର କୌଣସି ସମସ୍ୟା ହେବ ନାହିଁ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେହି ପ୍ରୟୋଗ ବିଧିଟି ଜଣାଇ ଦେଉଛି। କିନ୍ତୁ ତାହାରି ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣମାନେ ଦୟାକରି ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ। ଯଦି ଆପଣମାନେ ପ୍ରଥମ ଥର ପାଇଁ ଚ୍ୟାନେଲଟିକୁ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଆମ ସହିତ ସବୁଦିନ ପାଇଁ ଜଡ଼ିତ ହୋଇ ରୁହନ୍ତୁ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେହି ପ୍ରୟୋଗ ବିଧିଟି ଜଣାଇ ଦେଉଛି। ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଯେଉଁ ଜିନିଷଟି ଦେଖୁଛନ୍ତି ଏହାକୁ କୁହାଯାଏ ସଫେଦ ମୁସଲି ବା ଧଳା ମୁସଲି। ଏହି ଧଳା ମୁସଲିଟି ଆପଣମାନେ ପାଇବେ କେଉଁଠୁ? ଆପଣ ଯେକୌଣସି ଆୟୁର୍ବେଦିକ ସେଣ୍ଟରରେ ପାଇପାରିବେ। ଯଦି ଆପଣ ଆୟୁର୍ବେଦିକ ଦୋକାନ ନାହିଁ ଆପଣଙ୍କ ପାଖରେ, ତାହେଲେ ଆପଣ କ'ଣ କରିବେ, ଅନଲାଇନ୍ରୁ ମଧ୍ୟ ମଗାଇ ପାରିବେ ସଫେଦ ମୁସଲି। ଯଦି ଆପଣମାନେ ମଗାଇବାକୁ ଚାହୁଁଛନ୍ତି ତାହେଲେ ଡିସ୍କ୍ରିପ୍ସନରେ ଲିଙ୍କ୍ ମଧ୍ୟ ଦେଇଦେଇଛି ଏହି ଆୟୁର୍ବେଦିକ ଯେଉଁଟାକି ସଫେଦ ମୁସଲିର ତାହାରି ପାଉଡ଼ର କେମିତି ମଗାଇବେ ତାହା ମୁଁ ଲିଙ୍କ୍ ଦେଇଦେଇଛି ଡିସ୍କ୍ରିପ୍ସନରେ, ଯାଇକି ଆପଣ ଫ୍ଲିପକାର୍ଟରୁ ମଧ୍ୟ ମଗାଇ ପାରିବେ। ତ ତାହାକୁ କେମିତି ବ୍ୟବହାର କରିବେ ଆପଣଙ୍କର ଶୀଘ୍ର ପତନ ସମସ୍ୟା, ଧାତୁ ସମସ୍ୟା ଏସବୁକୁ ଠିକ୍ କରିବା ପାଇଁ ଏବେ ଶୁଣନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟେ ଗ୍ଲାସ୍ ଉଷୁମ କ୍ଷୀରରେ କ'ଣ କରିବେ, 2ରୁ 2.5 ଚାମଚ ପକାଇବେ ସେହି ପାଉଡ଼ରଟିକୁ ଏବଂ ଭଲ ଭାବରେ ଫେଣ୍ଟି ନେବେ। ତାହାପରେ ତାକୁ ଖାଲି ପେଟରେ ସକାଳୁ ପ୍ରତିଦିନ 3 ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ। 1.5ରୁ 2 ମାସ ଭିତରେ ଆପଣଙ୍କୁ ରିଜଲ୍ଟ ଜଣାପଡ଼ିଯିବ। କିନ୍ତୁ ଆୟୁର୍ବେଦିକ ତାହାରି କୋର୍ସ ହେଉଛି 3 ମାସ। ଆପଣ 3 ମାସ ଯଦି ବ୍ୟବହାର କରିଦେବେ ତାହେଲେ ଜୀବନ ଥିବା ପର୍ଯ୍ୟନ୍ତ ଆପଣଙ୍କର ଧାତୁ ଯାହା ବି ସମସ୍ୟା ଥିବ, ପତଳା ଥିଲେ ମୋଟା ହେବ, ଯଦି ଶୀଘ୍ର ବାହାରି ପଡ଼ୁଛି ତାହେଲେ ଡିସଚାର୍ଜ ଯେଉଁ ଶୀଘ୍ର ହେଉଛି ସେସବୁ ମଧ୍ୟ ଧୀରେ ଧୀରେ ବଢ଼ିବାକୁ ଲାଗିବ ଟାଇମିଂ। ଯେମିତି ଆପଣଙ୍କର ଏବେ 1-2 ମିନିଟ୍ରେ ବାହାରି ପଡ଼ୁଛି, ତାହେଲେ ଆଗକୁ 5-6 ମିନିଟ୍ ଯିବ, ତାପରେ ଧୀରେ ଧୀରେ ଏମିତି 15-20 ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ଚାଲିଯିବ ଆୟୁର୍ବେଦିକ ମେଡ଼ିସିନ ଯଦି ଆପଣମାନେ ବ୍ୟବହାର କରିବେ। ଦେଖନ୍ତୁ, ଏଇଟା ବ୍ୟବହାର କରିବା ଦ୍ୱାରା ଲାଇଫ୍ ଟାଇମ୍ ପର୍ଯ୍ୟନ୍ତ କାମରେ ଆସିଥାଏ। ଯଦି ଆପଣଙ୍କୁ ଆମଠାରୁ କିଛି ସାହାଯ୍ୟ ଦରକାର ଥାଏ, ଆମଠାରୁ କୌଣସି ମେଡ଼ିସିନ ଦରକାର ଥାଏ, ତାହେଲେ ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ। ଆମଠାରୁ ଏହି ମେଡ଼ିସିନଟି କେମିତି ପାଇପାରିବେ ଶୁଣନ୍ତୁ। ବନ୍ଧୁଗଣ, ମୁଁ ଏହି ମେଡ଼ିସିନ ବିଷୟରେ ଅନେକ କିଛି ଭିଡ଼ିଓ ମାଧ୍ୟମରେ ଜଣାଇଥିଲି, ଅନେକ ଲୋକମାନଙ୍କୁ ଦେଇସାରିଛି। ଏହା କାମ କରୁଛି ନା ନାହିଁ ଏହିସବୁ ବିଷୟରେ ଆପଣମାନଙ୍କୁ ମଧ୍ୟ ଜଣାଇଥିଲି ଯେ ଏହି ମେଡ଼ିସିନ ସବୁଠାରୁ ଭଲ ମେଡ଼ିସିନ ଏବଂ ଏହି ମେଡ଼ିସିନ ଅନେକ ଲୋକମାନେ ନେଇଛନ୍ତି, କିନ୍ତୁ ତାହାରି ରିଭ୍ୟୁ ଗୋଟେ କରି ମୋତେ ଜଣାଉଛନ୍ତି। କିନ୍ତୁ ଜଣେ ଭାଇ ମୋତେ କଲ୍ କରିଥିଲେ, ସାର୍ ଏହି ମେଡ଼ିସିନ କାମ କରୁଛି ବୋଲି କହିଛନ୍ତି। ସେହି କଲ୍ ରେକର୍ଡ଼ିଂଟି ପ୍ରଥମେ ଶୁଣି ନିଅନ୍ତୁ। ଯଦି ଆପଣଙ୍କୁ ଏହି ମେଡ଼ିସିନ ଦରକାର ଥାଏ ତାହେଲେ ମଧ୍ୟ ଅର୍ଡ଼ର କରିକି ଆମଠାରୁ ନେଇପାରିବେ। ପ୍ରଥମେ ଶୁଣି ନିଅନ୍ତୁ ସେହି ଭାଇଟି କ'ଣ କହୁଛନ୍ତି ଏହି ମେଡ଼ିସିନ ବିଷୟରେ। ହଁ, ହ୍ୟାଲୋ। ମାନେ ମେଡିସିନଟା ମୁଁ ଯେତେବେଳେ ୟୁଜ୍ କଲି ତ ମୋର କିଛି ଜଣା ପଡୁନଥିଲା, ବୁଝିଲେ କି ନାହିଁ। ହଁ। ଆଉ 12-13 ଦିନ ପରେ, ପ୍ରାୟ ଗୋଟେ 8 ଦିନ ପରେ, 8 ଦିନ ପରେ କାମ କରିବା ଷ୍ଟାର୍ଟ ହେଇଗଲା। ହଁ 8 ଦିନ ପରେ ତାର ପ୍ରଭାବଟା ସେ ଦେଖେଇବା ଆରମ୍ଭ କଲା ମେଡିସିନଟା। ହଁ। ଆଉ ବର୍ତ୍ତମାନ ନେଇକି ପୁରା ଭଲ ଲାଗୁଛି।
ଡବଲ ଶକ୍ତିର ମେଡିସିନ ରିଜଲ୍ଟ ଠିକ ରହୁଛି ଆଜ୍ଞା। ମୁଁ ଲୋକଙ୍କୁ ଦଉଛି ଆଉ ଆପଣଙ୍କୁ କଣ କହିବି। ନାଇଁ ପୁରା ଭଲ ଲାଗୁଛି। ବର୍ତ୍ତମାନ ତ ଆର 11 ଦିନର ଅଛି, କୋର୍ସ ବି କମ୍ପ୍ଲିଟ ହେଇନାହିଁ ମାସେର। ହୁଁ କିନ୍ତୁ ମୁଁ ଅନୁଭବ କରୁଛି ମୁଁ କାଇଁ ମାସେ ଖାଇଦେଲି କିରେ ବୋଲି ଏମିତି ଲାଗୁଛି ମତେ। ମାସେ ଖାଇଦେଲା ଏନ୍ତା ଲାଗୁଛି କି 15 ଦିନ ହଏ ଖାଇଲାରୁ? ହଏ ହଏ ମୁଁ ନିଜେ ଅନୁଭବ କରୁଛି ଯେ ମାସେ କଣ ଏ ଡୋଜ ଟା ସରେଇ ଦେଲି କି ଯେ ଏତେ ରେଜଲ୍ଟ ଦେଉଛି, ଏଇ ଟାଇପ ର ମତେ ଲାଗୁଛି। ରେଜଲ୍ଟ ଭଲ ଏକା ରହିବ ଆଜ୍ଞା। ଦେଖନ୍ତୁ ଆମେ ହଁ ଆପଣଙ୍କ ଠାରୁ ଗୋଟେ ପ୍ୟାକେଟକୁ 1500 ଟଙ୍କା ନେଉଛୁ, 3 ମାସର 4500 ଟଙ୍କା ନେଉଛୁ। 4500 ଟଙ୍କାର ଯଦି କାମ ନ ଦେଇପାରିବୁ ଆଉ ବୋଲେ ଏଇଟା ତ କଥା ସାର୍। ଦେବୁ କାହିଁକି ଲୋକଙ୍କୁ? ଆମେ ବହୁତ ଲୋକଙ୍କୁ ଦଉଛୁ ଆଜ୍ଞା। ଆପଣ ଯେମିତି ରିଭ୍ୟୁ ଦେଲେ ଆପଣଙ୍କର ଯେ ଏ ହୁଁ ଜିନିଷଟା କାମ କରୁଛି, ଭଲ ହୁଁ ରହୁଛି ବୋଲି କହିଲେ, ଖୁସି ନାଇଁ ଲାଗିଲା। ନାଇଁ କାରଣ ଏସବୁ ମେଡିସିନ ଟା ଶୁଣିବା ପାଇଁ ଏକା ଆମେ ଅଛୁ। 100% କାମ ଦଉଛି ସାର୍, ବୁଝିଲେ। ଆପଣଙ୍କର 100 ରୁ ଏରିଆଟା ସେ ଏଭବ ବି କାମ ଦଉଛି ଏରିଆଟା ସିନା। କଣ? ଏରିଆଟା ଏରିଆ ଆମର ନବରଙ୍ଗପୁର ଜିଲ୍ଲା ସାର୍, ହଁ ରାଇଘର ବ୍ଲକ। ହଁ ହଁ ହଁ। ନବରଙ୍ଗପୁର ଜିଲ୍ଲାରେ ଦେଖନ୍ତୁ ମେଡ଼ିସିନ କହୁଥିଲି। ତ ଷ୍ଟକ୍ ରହୁନାହିଁ ଆଜ୍ଞା। ଆଉ ପେମେଣ୍ଟ ଆପଣ ଗୋଟେ ମାସର କରିଥିଲେ, ନେଇଥିଲେ, ସେଟା ଖାଇବାକୁ ଆଉ 5-7 ଦିନ ରହିଛି ଭଲ ଧରିନିଅ। ଆଜ୍ଞା ହଁ ତ ଆଜ୍ଞା 2 ମାସର ଆପଣ ପେମେଣ୍ଟ ଏବେ ଦେଲେ। ଆଜ୍ଞା। ତ ମୁଁ ଟିକେ 2-4 ଦିନ ଲେଟ୍ ହେବ। 2-4 ଦିନ ପରେ ମେଡ଼ିସିନ ତିଆରି ହେଇଗଲା ପରେ ପୋଷ୍ଟାଲରେ ପଠାଇଦେବି। ସେଟା ପହଞ୍ଚୁ ପହଞ୍ଚୁ 5-7 ଦିନ ଲାଗିବ, ବୁଝିଲେ। ସାର୍ 5-7 ଦିନ ବି ଲାଗୁ ସାର୍। ମୋର କଥା କଣ, କଣ୍ଟିନ୍ୟୁ ରହିଯାଉ, ମାନେ ଭଲ ଲାଗୁ, ରେଜଲ୍ଟଟା ଭଲ ଅଛି। ଶୁଣିଲେ ତ ଆଜ୍ଞା, ଆମେ ଆପଣଙ୍କୁ କାହିଁକି ମିଛ କହିବୁ। ଦେଖନ୍ତୁ ଆମେ ଯାହା ଦେଉଛୁ ଲୋକମାନଙ୍କୁ, ସେମାନଙ୍କୁ ଆମେ ପଚାରିଥାଉ ମଧ୍ୟ। କିନ୍ତୁ ସମସ୍ତଙ୍କର କଲ୍ ରେକର୍ଡ଼ିଂ କରିପାରେ ନାହିଁ, କାରଣ ମୋର ବି ବ୍ୟକ୍ତିଗତ କାମ ଥାଏ, ମୁଁ ବି ବ୍ୟସ୍ତ ରହେ। ତ ଯେଉଁମାନଙ୍କୁ ଏହି ଶକ୍ତି, ଡବଲ ଶକ୍ତି ଔଷଧ ଦରକାର ଅଛି, ସେମାନେ କେମିତି ଅର୍ଡ଼ର କରିବେ ଆଉ ଥରେ ଶୁଣି ନିଅନ୍ତୁ। ଗୋଟିଏ ପ୍ୟାକେଟରେ ଗୋଟିଏ ମାସ ପାଇଁ ଯାଏ। 3 ପ୍ୟାକେଟକୁ 4500 ଟଙ୍କା, ଗୋଟିଏ ପ୍ୟାକେଟକୁ 1500 ଟଙ୍କା। ତ ଯଦି ଆପଣଙ୍କୁ ଦରକାର ଅଛି ତାହେଲେ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ଆଡ୍ରେସ୍ ପଠାଇକି ନିଜର ଫୋନ୍ପେ, ଗୁଗୁଲ୍ ପେରେ ପେମେଣ୍ଟ କରିପାରିବେ। ଏହି ଔଷଧ ଖାଇବା ଦ୍ୱାରା ଆପଣଙ୍କ ଶକ୍ତି ବୃଦ୍ଧି ହେବ, ଆପଣଙ୍କର ଉତ୍ତେଜନା ଶକ୍ତି ବୃଦ୍ଧି ହେବ। ତା ସହିତ ଆପଣଙ୍କର ଯଦି ଧାତୁ ପତଳା ଥାଏ ମୋଟା ହେବ, ଯଦି ଶୀଘ୍ର ବାହାରି ପଡ଼ୁଥାଏ ତାହା ମଧ୍ୟ ବନ୍ଦ ହୋଇଯିବ। ଆପଣଙ୍କର ଅଧିକା ସମୟ ପର୍ଯ୍ୟନ୍ତ ଡିସଚାର୍ଜ ହେବ ନାହିଁ। ଦେଖନ୍ତୁ ଏହା କେଉଁ କେଉଁ ବୟସର ବ୍ୟବହାର କରିପାରିବେ? କମ୍ ସେ କମ୍ ଆପଣ 20ରୁ 18ରୁ 20 ଭିତରେ ଆରମ୍ଭ କରି 60-65 ପର୍ଯ୍ୟନ୍ତ ମଧ୍ୟ ବ୍ୟକ୍ତି ଏହାକୁ ବ୍ୟବହାର କରିପାରିବ। ଯଦି କଦାପି ଉଠୁନାହିଁ ତାହେଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଦେଖିବେ ଆପଣଙ୍କର ଉତ୍ତେଜନା ଶକ୍ତି ବୃଦ୍ଧି ହେବ। ଏହି ଔଷଧ ଯଦି ଦରକାର ଅଛି, ହ୍ୱାଟ୍ସଆପ୍ରେ ନିଜର ଫୋନ୍ପେ, ଗୁଗୁଲ୍ ପେରେ ପେମେଣ୍ଟ କରି ହ୍ୱାଟ୍ସଆପ୍ରେ ନିଜର ଆଡ୍ରେସ୍ ଦେବେ। ଦେଖନ୍ତୁ 3 ମାସର ଯଦି ନେବାକୁ ଚାହୁଁଛନ୍ତି ତାହେଲେ 4500 ଟଙ୍କା ପଡ଼ିବ, ଏବଂ ଗୋଟିଏ ମାସର ଯଦି ଆପଣ ନେବାକୁ ଚାହୁଁଛନ୍ତି 1500 ଟଙ୍କା ପଡ଼ିବ। କିନ୍ତୁ 3 ମାସର ଯେଉଁମାନେ ନେବାକୁ ଚାହୁଁଛନ୍ତି କ୍ୟାସ୍ ଅନ୍ ଡେଲିଭରିରେ ମଧ୍ୟ ନେଇପାରିବେ। କିନ୍ତୁ ଗୋଟିଏ ମାସ ପାଇଁ ଯେଉଁମାନେ ନେବେ ସେମାନଙ୍କ ପାଇଁ କ୍ୟାସ୍ ଅନ୍ ଡେଲିଭରି ସୁବିଧା ନାହିଁ। 3 ମାସର ଯଦି କ୍ୟାସ୍ ଅନ୍ ଡେଲିଭରି ନେବା ପାଇଁ ଚାହୁଁଛନ୍ତି ତାହେଲେ ନେଇପାରିବେ, କିନ୍ତୁ ପ୍ରଥମରୁ 500ରୁ 1000 ଭିତରେ ଆଡ଼ଭାନ୍ସ ଦେବେ, ପହଞ୍ଚିଗଲା ପରେ ବାକି ଦେଇକି ନେଇପାରିବେ। ଯେଉଁ ସମୟରେ 3 ମାସର ଯଦି ଅର୍ଡ଼ର କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ପେମେଣ୍ଟ ଦେଇକି ନେଇପାରିବେ। ଯଦି ଆପଣ କ୍ୟାସ୍ ଅନ୍ ଡେଲିଭରି ନେବେ 3 ମାସରୁ ତାହେଲେ କିଛିଟା ଏକ୍ସଟ୍ରା ଚାର୍ଜେସ୍ ଆପଣଙ୍କୁ ପଡ଼ିବ 100-200 ଟଙ୍କା। ତ ଯଦି ଆପଣ ନେବା ପାଇଁ ଇଚ୍ଛୁକ ଥାନ୍ତି, ଯଦି ଆପଣ ଏସବୁ କଥା ଶୁଣିଲା ପରେ ମଧ୍ୟ ବିଶ୍ୱାସ ହେଉନାହିଁ, ତାହେଲେ ଆପଣମାନେ ଅନ୍ୟ ଲୋକଙ୍କୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ, ନମସ୍କାର।